ମାନେ ଏ ଯେଉଁ ମୁଖ୍ୟମନ୍ତ୍ରୀ ଅନ୍ତର୍ଦେୟ ଗୃହ ଯୋଜନା ମାନେ ଚାଲୁଛି ବର୍ତ୍ତମାନ ଯେଉଁମାନେ ଆପ୍ଲାଏ କରୁଛନ୍ତି ଏହି ଯୋଜନାରେ ପୁଣି ମଧ୍ୟ କ'ଣ ନୂଆ ଚେଞ୍ଜେସ୍ ହେଇଛି ଦେଖନ୍ତୁ। ଯେମିତିକି ଯୋଜନାରେ ଆଉ ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯିବ। ଶାରୀରିକ ଅକ୍ଷମ, ପ୍ରାକୃତିକ ବିପର୍ଯ୍ୟୟର କ୍ଷତିଗ୍ରସ୍ତ ଏବଂ ପଦ୍ମଶ୍ରୀ ଭଳି ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଏଥିରେ ସାମିଲ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ 60,000 ଲୋକଙ୍କୁ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ମେ ମାସ ଶେଷ ଯାଏ ଚାଲିବ ଆବାସ ସର୍ଭେ ଏବଂ 29 ଲକ୍ଷ ହିତାଧିକାରୀ ସର୍ଭେରେ ଯୋଡ଼ି ହେଲେଣି। ସର୍ଭେରେ ଯୋଡ଼ି ହେବାକୁ ବ୍ୟାପକ ସଚେତନତା ମଧ୍ୟ କରାଯାଇଥିଲା। ତାମାନେ ଏଇ ଯେଉଁ ଅନ୍ତର୍ଦେୟ ଗୃହ ଯୋଜନା ରହିଲା, ଏହି ଯୋଜନାରେ ବହୁତ ଲୋକ ଆପ୍ଲାଏ ମଧ୍ୟ କରୁଛନ୍ତି ଏବଂ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ଯେ ଆଉ ଲକ୍ଷେ ଲୋକଙ୍କୁ ସାମିଲ କରାଯିବ। ଆଉ ମେ ମାସ ପୁରା ଟୋଟାଲ୍ ଲାଷ୍ଟ ଯାଏଁ ଏହାର ସର୍ଭେ ମଧ୍ୟ ଚାଲିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ଓ ସେମାନଙ୍କୁ ମଧ୍ୟ ଘର କରିବା ପାଇଁ ଟଙ୍କା ଦିଆଯିବ। ଆପଣମାନେ ଯେଉଁମାନେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ଆମ ଚ୍ୟାନେଲକୁ ଯାଆନ୍ତୁ। ଭିଡ଼ିଓ ମୁଁ ଅପଲୋଡ଼ କରିଛି କେମିତି ଆପ୍ଲାଏ କରିବେ ଆଉ କ'ଣ ଏଲିଜିବିଲିଟି ଅଛି, ସବୁ ପ୍ରକାର ଡକୁମେଣ୍ଟ କ'ଣ ବି ଲାଗିବ, ସବୁ ପ୍ରକାର ଡିଟେଲ୍ସ ମୁଁ ଭିଡ଼ିଓ ବନେଇକି ରଖିଛି। ଆପଣମାନେ ମୋର ଚ୍ୟାନେଲକୁ ଯାଇ ମଧ୍ୟ ଭିଡ଼ିଓ ଦେଖିପାରିବେ।